ଆମମାନଙ୍କର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନେ ଆଜି କେକ୍ କାଟି ଆମମାନଙ୍କର ଯୀଶୁଙ୍କର ଜନ୍ମ ଦିବସକୁ ଏହି ସ୍ଥାନରେ ପାଳନ କରିବା। ତେଣୁ ଆମମାନଙ୍କର ସ୍ଥାନୀୟ ପାଳକ ମହାଶୟ ରେଭରେଣ୍ଡ କେ ଆନନ୍ଦ ଅଛନ୍ତି, ଉକ୍ତ କାର୍ଯ୍ୟଟି ସେ ଆଗେଇ ନେବେ। ଆସନ୍ତୁ ମାନେ ସମସ୍ତେ ଠିଆ ହେବା ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ। ଯେଉଁମାନେ ତାଙ୍କୁ ବିଶ୍ୱାସ କରନ୍ତି, ପ୍ରାର୍ଥନା କରନ୍ତି, ସେବା କରନ୍ତି, ଉପାସନା କରନ୍ତି ଆଉ ଏହି 2025 କୁ ସେମାନେ ପାଳନ କରିଥାନ୍ତି ଜନ୍ମଦିନ ଭାବରେ। ସୁଯୋଗ ଦେଲେ ଏକ ପ୍ରି କ୍ରିସମାସ ସେଲିବ୍ରେସନ କରିବା ନିମନ୍ତେ ଆମମାନଙ୍କର ବିଥଳ ପାଷ୍ଟେଟକୁ ପ୍ରଭୁ ଅନୁଗ୍ରହ କରିଛନ୍ତି। ବିଶେଷ କରି ଆଜ ଦିନରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସୁନ୍ଦର ସୁଯୋଗ ଦେଇଛନ୍ତି। ଆମେ ପ୍ରତ୍ୟେକ ତାଙ୍କରି ନାମରେ ତାଙ୍କରି ଗୌରବ ଉଦ୍ଦେଶ୍ୟରେ ଆମମାନେ ଗୀତ ଗାଇଛୁ, ନାଚ କରିଛୁ, ଅନେକ ବିଷୟ ତାଙ୍କ ଗୌରବ ନିମନ୍ତେ କରିଛୁ। ତେଣୁକରି ପ୍ରଭୁ ନିଶ୍ଚିତ ଏହି ସମସ୍ତ କାର୍ଯ୍ୟ ଦେଇ ଗୌରବାନ୍ୱିତ ହେବା ସହିତ ଆମ ପ୍ରତ୍ୟେକ ମଣ୍ଡଳୀକୁ, ପ୍ରତ୍ୟେକ ବ୍ୟକ୍ତିଗତ ଜୀବନକୁ ଉତ୍ସାହିତ ପ୍ରଦାନ କରିଥିବାରୁ ପ୍ରଭୁଙ୍କ ନାମର ବିଶେଷ ଧନ୍ୟବାଦ ଦିଏ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ପ୍ରାର୍ଥନା ସହିତ ଆମମାନେ ଏହି କେକ୍ କାଟିବାକୁ ଯିବା। ପ୍ରାର୍ଥନା କରିବା। ମଙ୍ଗଳମୟ ସନ୍ନ୍ୟାଧିପତି ସଦା ପ୍ରଭୁ ପରମେଶ୍ୱର, ଏତେବେଳେ ତୁମ ଧନ୍ୟବାଦ କରୁଛୁ, ତୁମରି ପ୍ରଶଂସା କରୁଛୁ, ଗୌରବ କରୁଛୁ ରାଜା। ତୁମରି ଯୋଜନା, ତୁମରି ଉଦ୍ଦେଶ୍ୟ, ତୁମରି ଅଭିମତ ଅତି ମହାନ। ପ୍ରଭୁ ଆମ୍ଭମାନଙ୍କୁ କେତେ ଅନୁଗ୍ରହ କରିଛ, ଆମ୍ଭମାନଙ୍କୁ କେତେ ପ୍ରେମ କରିଛ, ସାହାଯ୍ୟ କରିଛ, ଦୟା କରିଛ। ଦିନ ପ୍ରତିଦିନ ଆମ ପ୍ରତ୍ୟେକଙ୍କର ଯତ୍ନ ତୁମେ ନେଉଛ ବୋଲି ତୁମ ଧନ୍ୟବାଦ କରୁଛୁ। हे सन्ध्याधिपति सदा प्रभु परमेश्वर प्रार्थना करुछु बापा अनुग्रह करिछ। जेहेतु प्रभु आज को 2024 वर्ष तले तुम्हें धरा पृष्ठ को ए जगत को आसिल आमर पाप निमंते प्रभु ए जगत रे आमर पाप पाई मृत्यु भोग करबा पाई आसिल। एक नारी गर्भ दे शिशु रूप जगत को आसिल बापा। परमेश्वर दीर्घ वर्ष धरी आमने सही दिन को मने पकाउछु, स्मरण करुछु, तुम धन्यवाद करुछु, प्रशंसा करुछु, गौरव करुछु राजा। हे पवित्र परमेश्वर प्रार्थना करुछु एतले तुमरी पवित्र जन्मदिन को मने पकाई दास भाव विठल पास्टेट रे आमनकर प्री क्रिसमस उपलक्षे प्रभु जीशु का गौरव उद्देश्य पिता पुत्र पवित्र आत्मा को नाम रे एक एक मने आम समस्ते बसवा।